ବହୁତ ଦିନ ତଳର କଥା। ଗୋପାଳର ଦୁଇଟି ଛେଳି ଥିଲେ, ମୋତି ଆଉ ମାଣିକ। ପ୍ରତ୍ୟେକ ଦିନ ସେମାନଙ୍କୁ ଜଙ୍ଗଲକୁ ଚରେଇବାକୁ ନେଇକି ଯାଏ, ଛାଡ଼ି ଦେଇ ପଳେଇ ଆସେ। ମୋତି ଆଉ ମାଣିକ ଜଙ୍ଗଲରେ ପେଟ ପୂରା ଚରି ସାରିଲା ପରେ ପୁଣି ସନ୍ଧ୍ୟାକୁ ସେମାନଙ୍କ ଘରକୁ ଫେରି ଯାଆନ୍ତି। ଗୋପାଳ ସେମାନଙ୍କୁ ଛାଡ଼ି ପ୍ରତ୍ୟେକ ଦିନ ଘରକୁ ଫେରିଯାଏ ଅନ୍ୟ କାମ ପାଇଁ। ଯେମିତି ସଞ୍ଜ ହୋଇ ଆସେ, ମୋତି ଆଉ ମାଣିକ ପେଟ ପୂରା ଘାସ ଖାଇ ଜଙ୍ଗଲରୁ ଖୁସି ମନେ ଗାଁ ଆଡ଼କୁ ଫେରି ଆସନ୍ତି। ଦିନକର କଥା। ସବୁଦିନ ପରି ମୋତି ଓ ମାଣିକ ସାଙ୍ଗ ହୋଇ ସେଦିନ ବି ଜଙ୍ଗଲକୁ ବାହାରିଲେ ଘାସ ଓ ଜଙ୍ଗଲ ପତ୍ର ସବୁ ଖାଇବା ପାଇଁ। ଦୁହେଁ ଜଙ୍ଗଲରେ ପହଞ୍ଚି ବହୁ ଆନନ୍ଦରେ ଗଛଗୁଡ଼ିକର ପତ୍ର, ନୂଆ ନୂଆ ଘାସ, ଫୁଲ ସବୁ ଖାଇବାକୁ ଲାଗିଲେ। ମୋତିର ରଙ୍ଗ କଳା ଥିଲା। ମୋତି ଛେଳିଟି ଭାରି ଚାଲାକ ଥିଲା। ମାଣିକର ରଙ୍ଗ ଧଳା। ମାଣିକ ଛେଳିଟି ମାଲିକର ଭାରି ପ୍ରିୟ ଥିଲା। ଆନନ୍ଦରେ ଜଙ୍ଗଲରେ ଚରୁ ଚରୁ ମାଣିକ ଛେଳିଟି ଅନ୍ୟମନସ୍କରେ ମୋତିଠାରୁ ବହୁ ଦୂରକୁ ଚାଲିଗଲା। ନୂଆ ନୂଆ ଘାସ ଖାଇବା କଥା ଭାବି ସେ କେତେବେଳେ ମୋତି ଛେଳିଠାରୁ ଜଙ୍ଗଲକୁ ବହୁତ ଭିତରକୁ ଚାଲିଗଲା, ନିଜେ ବି ଜାଣିପାରିଲା ନାହିଁ। ଏପଟେ ମୋତି ଛେଳି ମାଣିକ ଛେଳିକୁ ମନେ ମନେ ବହୁତ ଖୋଜୁଥାଏ ଏବଂ ଡାଳପତ୍ର ସବୁ ଖାଉଥାଏ। ଶେଷରେ ମୋତି ଛେଳି ଭାବିଲା, ମାଣିକ ଛେଳି ବୋଧେ ଆଗେ ଆଗେ ଘରକୁ ପଳେଇଲାଣି। ସେ ତରବର ହୋଇ ଘାସଗୁଡ଼ିକୁ ଖାଇ କେମିତି ଜଲ୍ଦି ଘରକୁ ଯିବ ସେଇ କଥା ଭାବିଲା ଏବଂ ଶେଷରେ ସେ ଜଙ୍ଗଲରୁ ଚାଲି ଚାଲି ଆସି ତା ନିଜ ଘରେ ପହଞ୍ଚିଗଲା ଏବଂ ପହଞ୍ଚିକି ଦେଖିଲା ତ ମାଣିକ ଛେଳି ଘରେ ଆସି ପହଞ୍ଚି ନାହିଁ। ଏପଟେ ଘାସ ଚରି ସାରିଲା ପରେ ଯେତେବେଳେ ମାଣିକ ଛେଳିର ପେଟ ପୂରିଗଲା, ସେତେବେଳକୁ ସନ୍ଧ୍ୟା ହୋଇଗଲାଣି। ମାଣିକ ଛେଳି ଯେମିତି ଦେଖିଲା ସନ୍ଧ୍ୟା ହୋଇଗଲାଣି, ତା ମନରେ ଡର ଆସିଲା ଏବଂ ଛନକା ଆସିଲା। ସେ ଆଉ ଘରକୁ ଯିବାକୁ ରାସ୍ତା ପାଇଲା ନାହିଁ। ଏପଟେ ବହୁତ ଭୟରେ ସେ ଥରିବାକୁ ଲାଗିଲା। ଡରରେ ସେ ଏଣେ ତେଣେ ଦୌଡ଼ିବାକୁ ଲାଗିଲା। ଶେଷରେ ଦୌଡ଼ି ଦୌଡ଼ି ଆସି ପାଖରେ ଥିବା ଏକ ଗୁମ୍ଫା ଭିତରେ ଯାଇ ଛକିଗଲା। ସେହି ଗୁମ୍ଫାଟି ଥିଲା ଏକ ମହାବଳ ବାଘର। ସେ ତା ଶିକାରକୁ ଯାଇଥିଲା। ଯେମିତି ଶିକାରରୁ ସେ ଫେରିଛି, ଜାଣିବାକୁ ପାଇଲା ତା ଗୁମ୍ଫା ଭିତରେ କେଉଁ ପ୍ରାଣୀ ଗୋଟିଏ ଅଛି। ବାଘଟି ରାଗରେ ଗର୍ଜନ କରିବାକୁ ଲାଗିଲା ଏବଂ କହିବାକୁ ଲାଗିଲା, ଆରେ କାହାର ଏତେ ସାହସ? ସିଏ ମୋ ଗୁମ୍ଫା ଭିତରେ ପୁଣି ପଶି ଆସିଛି। ମୋତେ ଚିହ୍ନି ନାହଁ? ମୁଁ ଏ ଜଙ୍ଗଲର ମହାବଳ ବାଘ। ପ୍ରତିଦିନ ପ୍ରାଣୀମାନଙ୍କୁ ଶିକାର କରି ଖାଇଥାଏ। ଜଲ୍ଦି ବାହାରକୁ ବାହାରି ଆସ, ନହେଲେ ଗୁମ୍ଫା ଭିତରକୁ ମୁଁ ପଶି ବେକକୁ ମୋଡ଼ି ଖାଇଦେବି। ଏହା କହି ବାଘଟି ଗର୍ଜନ କରିବାକୁ ଲାଗିଲା। ବାଘକୁ ଦେଖି ଛେଳିଟି ଡରିଗଲା। ଡରି ମନ ଭିତରେ ଭୟ କଲା ଏବଂ ଯେହେତୁ ମାଣିକ ଛେଳିଟି ବହୁତ ଚତୁର ଥିଲା, ମନେ ମନେ ନିଜକୁ ରକ୍ଷା କରିବା ପାଇଁ ଏକ ଉପାୟ ପାଞ୍ଚିଲା। ସେ ଡରି ନ ଯାଇ ବାଘକୁ କହିଲା, ମୁଁ ହେଉଛି ବାଘ, ଏ ଜଙ୍ଗଲର ବହୁତ ବଡ଼ ଜନ୍ତୁ। ମୋର ପ୍ରିୟ ଖାଦ୍ୟ ବାଘ ହୋଇଥାଏ। ମୁଁ ଅନେକ ବେଳୁ ତତେ ଏଠି ଅପେକ୍ଷା କରିକି ବସିଛି। ତେଣୁକରି ତୁ ଏବେ ଆସିଲୁ, ତତେ ମୁଁ ଖାଇବି। ବାଘକୁ ଏ କଥାଟି ଭାରି ଅଡ଼ୁଆ ଲାଗିଲା ଏବଂ ଏତେ ବଡ଼ ଜନ୍ତୁ ଅଛି, ତାକୁ ଖାଇଦେବ, ଏକଥା ଭାବି ବାଘଟି ସତରେ ବହୁତ ଡରିଗଲା ଏବଂ ସେ ସ୍ଥାନରୁ ଦୌଡ଼ିବାକୁ ଲାଗିଲା। ଏପଟେ ଯେମିତି ବାଘକୁ ଯିବାର ଦେଖିଛି, ମାଣିକ ଛେଳି ଆଉ କାଳ ବିଳମ୍ବ ନକରି ଗୁମ୍ଫାରୁ ବାହାରି ସିଧା ତା ମାଲିକ ଘର ଆଡ଼କୁ ଦୌଡ଼ିବାକୁ ଲାଗିଲା। ଶେଷରେ ସେ ଆସି ରହୁଥିବା ସ୍ଥାନରେ ମାଲିକ ଘର ପାଖରେ ଆସି ପହଞ୍ଚିଗଲା ଏବଂ ମନେ ମନେ ଠାକୁରଙ୍କୁ ଧନ୍ୟବାଦ ଦେଲା। ମହାବଳ ବାଘ ସାମ୍ନାରେ ଛେଳିଟି ଦୁର୍ବଳ ଏବଂ ନିରୀହ ପ୍ରାଣୀଟିଏ ମଧ୍ୟ, ହେଲେ ସେ ନିଜକୁ
ନିଜର ଚାଲାକ ବୁଦ୍ଧି ବଳରେ ମହାବଳ ବାଘ